ହେଲା। ନମସ୍କାର ସାଙ୍ଗମାନେ। ଆଜି କ'ଣ ନା ମୋ ବୋଉ କଥା ଭାରି ମନେ ପଡ଼ିଲା। କ'ଣ ନା ମୋ ବୋଉକୁ ମୁଁ କହେ ମୋ ପାଇଁ ପକୁଡ଼ି ବନେଇନ୍ତି। ତ ବୋଉ କ'ଣ କରନ୍ତି ନା ମୋ ପାଇଁ ବେସନ ଚକୁଳି ବନେଇନ୍ତି। ତ ବେସନ ଚକୁଳି କ'ଣ ନା ମୁଁ କହିଲି ବୋଉ ମୁଁ ତ କହିଥିଲି ପକୁଡ଼ି ବନେଇବା ପାଇଁ, ବେସନ ଚକୁଳି କ'ଣ ବନେଇଛ? ତ ବୋଉ କହିଲେ କି ଥରେ ବେସନ ଚକୁଳି ଖା, ତାପରେ ପକୁଡ଼ି କଥା ଭୁଲିଯିବ। ତ ମୁଁ ତ କ'ଣ ନା ଏବେ ସୁରତରେ ରହୁଛି। ତ ଯେତେବେଳେ ମୁଁ ଗାଁରେ ଥିଲି ତ ମୁଁ ଏମିତି ବୋଉ ମୋ ପାଇଁ ବେସନ ଚକୁଳି ବନେଇ ଦିଅନ୍ତି। ତ ବେସନ ଚକୁଳି କେମିତି ବନାଯାଏ? ମୁଁ ତ ବର୍ତ୍ତମାନ ଏବେ ତାକୁ ବନେଇ ଦେଇଛି। ସେଥିରେ କ'ଣ ନା ମସଲା ଟିକେ ପକାଇ ଦେଇଛି, ଯେମିତିକି ମରିଚ ଗୁଣ୍ଡ ଟିକେ, ଧନିଆ ଗୁଣ୍ଡ ଟିକେ, ଗରମ ମସଲା ଟିକେ, ଏମିତି। ତ ମୋତେ କ'ଣ ପକାଇ ନା ସେଥିରେ ରାଇ ଜିରା ସୋରିଷ ଏମିତି ବର୍ତ୍ତମାନ ଜିରା ସୋରିଷ ଟିକେ ପକାଇଦେଲି। ତାପରେ କ'ଣ ନା କଢ଼ି ପତ୍ର, ଆମର କଢ଼ି ପତ୍ର ଜାଳ କମ୍ କରିଦେବା, ଜାଳ ଅଧିକ ହେଇଯାଉଛି। କଢ଼ି ପତ୍ର, ତାପରେ ମରିଚ, କଞ୍ଚା ମରିଚ, ଇଏ ହେଲା କ'ଣ ନା ବେସନରେ ଲୁଣ, ହଳଦୀ, ଧନିଆ ପତ୍ର, ଧନିଆ ପାଉଡ଼ର ଆଉ ଗରମ ମସଲା ପକାଇ ଦେଇଛି। ମୁଁ ଏମିତି କରିଦେବି ନା। ମୋ ବୋଉ କହୁଥିଲେ କ'ଣ କହିଲେ ନା ପେଟ ପାଇଁ ଭଲ, କମ୍ ତେଲରେ ଆଉ ଜଲ୍ଦି ହେଇଯିବ। ଆଉ ପକୁଡ଼ି ଖାଇଲେ ନା କ'ଣ ପେଟ ଖରାପ ହେବ, ଅଧିକ ତେଲ, ସେଥିପାଇଁ। ତ ବୋଉ ମୋର କ'ଣ ଏମିତିଆ ବନେଇ ଦିଅନ୍ତି ନା, କହିଦିଅନ୍ତି ନା ବେସନ ଚକୁଳି ଆଉ ଜଲ୍ଦି ବି ହେଇଯାଏ। ତ ମୁଁ ତ ଏବେ ବେସନ ଚକୁଳି ପାଇଁ ଇଏ କରିଦେଲି। ତ ଦେଖିବା ଆଗକୁ